କାଳବୈଶାଖୀରେ ଭୋଗରାଇ ଅନ୍ଧାର ଭାଙ୍ଗିଲା ଗଛ ଉପୁଡ଼ିଲା ଇଲେକ୍ଟ୍ରିକ୍ ଖୁଣ୍ଟି। ଦୀର୍ଘ 2 ଘଣ୍ଟା ଧରି କରାଳ ରୂପ ଦେଖାଇଲା ବଜ୍ରପାତ ସହିତ ଝଡ଼ ବର୍ଷା। ଦହମୁଣ୍ଡା ସମେତ 5ଟି ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ଚାଷୀଙ୍କୁ ବଡ଼ ଝଟକା ଲାଗିଛି। ଧାନ ସହିତ ବାଦାମ, ବିରି ଏବଂ ମୁଗ ଚାଷ ମଧ୍ୟ ନଷ୍ଟ ହୋଇଛି। କାଳବୈଶାଖୀରେ ଭୋଗରାଇ ଅନ୍ଧାର ଭାଙ୍ଗିଲା ଗଛ ଉପୁଡ଼ିଲା ଇଲେକ୍ଟ୍ରିକ୍ ଖୁଣ୍ଟି। ଦୀର୍ଘ 2 ଘଣ୍ଟା ଧରି କରାଳ ରୂପ ଦେଖାଇଲା ବଜ୍ରପାତ ସହିତ ଝଡ଼ ବର୍ଷା। ଦହମୁଣ୍ଡା ସମେତ 5ଟି ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ଚାଷୀଙ୍କୁ ବଡ଼ ଝଟକା ଲାଗିଛି। ଧାନ ସହିତ ବାଦାମ, ବିରି ଏବଂ ମୁଗ ଚାଷ ମଧ୍ୟ ନଷ୍ଟ ହୋଇଛି। କାଳବୈଶାଖୀରେ ଭୋଗରାଇ ଅନ୍ଧାର ଭାଙ୍ଗିଲା ଗଛ ଉପୁଡ଼ିଲା ଇଲେକ୍ଟ୍ରିକ୍ ଖୁଣ୍ଟି। ଦୀର୍ଘ 2 ଘଣ୍ଟା ଧରି କରାଳ ରୂପ ଦେଖାଇଲା ବଜ୍ରପାତ ସହିତ ଝଡ଼ ବର୍ଷା। ଦହମୁଣ୍ଡା ସମେତ 5ଟି ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ଚାଷୀଙ୍କୁ ବଡ଼ ଝଟକା ଲାଗିଛି। ଧାନ ସହିତ ବାଦାମ, ବିରି ଏବଂ ମୁଗ ଚାଷ ମଧ୍ୟ ନଷ୍ଟ ହୋଇଛି। କାଳବୈଶାଖୀରେ ଭୋଗରାଇ ଅନ୍ଧାର ଭାଙ୍ଗିଲା ଗଛ ଉପୁଡ଼ିଲା ଇଲେକ୍ଟ୍ରିକ୍ ଖୁଣ୍ଟି। ଦୀର୍ଘ 2 ଘଣ୍ଟା ଧରି କରାଳ ରୂପ ଦେଖାଇଲା ବଜ୍ରପାତ ସହିତ ଝଡ଼ ବର୍ଷା। ଦହମୁଣ୍ଡା ସମେତ 5ଟି ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ଚାଷୀଙ୍କୁ ବଡ଼ ଝଟକା ଲାଗିଛି। ଧାନ ସହିତ ବାଦାମ, ବିରି ଏବଂ ମୁଗ ଚାଷ ମଧ୍ୟ ନଷ୍ଟ ହୋଇଛି। କାଳବୈଶାଖୀରେ ଭୋଗରାଇ ଅନ୍ଧାର ଭାଙ୍ଗିଲା ଗଛ ଉପୁଡ଼ିଲା ଇଲେକ୍ଟ୍ରିକ୍ ଖୁଣ୍ଟି। ଦୀର୍ଘ 2 ଘଣ୍ଟା ଧରି କରାଳ ରୂପ ଦେଖାଇଲା ବଜ୍ରପାତ ସହିତ ଝଡ଼ ବର୍ଷା। ଦହମୁଣ୍ଡା ସମେତ 5ଟି ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ଚାଷୀଙ୍କୁ ବଡ଼ ଝଟକା ଲାଗିଛି। ଧାନ ସହିତ ବାଦାମ, ବିରି ଏବଂ ମୁଗ ଚାଷ ମଧ୍ୟ ନଷ୍ଟ ହୋଇଛି। କାଳବୈଶାଖୀରେ ଭୋଗରାଇ ଅନ୍ଧାର ଭାଙ୍ଗିଲା ଗଛ ଉପୁଡ଼ିଲା ଇଲେକ୍ଟ୍ରିକ୍ ଖୁଣ୍ଟି। ଦୀର୍ଘ 2 ଘଣ୍ଟା ଧରି କରାଳ ରୂପ ଦେଖାଇଲା ବଜ୍ରପାତ ସହିତ ଝଡ଼ ବର୍ଷା। ଦହମୁଣ୍ଡା ସମେତ 5ଟି ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ଚାଷୀଙ୍କୁ ବଡ଼ ଝଟକା ଲାଗିଛି। ଧାନ ସହିତ ବାଦାମ, ବିରି ଏବଂ ମୁଗ ଚାଷ ମଧ୍ୟ ନଷ୍ଟ ହୋଇଛି।